ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ଏଇମାନେ କରିପାରିବେ ଆବେଦନ। 18,000 ଟଙ୍କାର ଆର୍ଥିକ ସହାୟତା ମିଳୁଛି କି? ଯଦି ଆପଣ ଏପରି ସରକାରୀ ସହାୟତା ପାଉଥିବେ ତେବେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିବେ। ମାର୍ଚ୍ଚ 31 ତାରିଖ ସୁଦ୍ଧା 21 ବର୍ଷ ବୟସ ହୋଇଥିବା ମହିଳାମାନେ ସରକାରଙ୍କର ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ନୂଆ ଆବେଦନକାରୀମାନେ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ 8 ତାରିଖରେ ସେମାନଙ୍କର ସୁଭଦ୍ରା କିସ୍ତି ମିଳିବ। ତେବେ ନୂଆପଡ଼ାରେ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ଯୋଗୁଁ ହେଉଥିବାରୁ ସେଠାରେ ସୁଭଦ୍ରା ପୋର୍ଟାଲ ଖୋଲିବ ନାହିଁ। ତେବେ ଆର୍ଥିକ ବର୍ଷ 2025-26 ଧାର୍ଯ୍ୟ ପାଇଁ 2025 ଏପ୍ରିଲ 1 ସୁଦ୍ଧା ମହିଳାଙ୍କ ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ ଏବଂ 60 ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ ଆବେଦନକାରୀମାନେ ଜନ୍ମ ତାରିଖ 2 ଏପ୍ରିଲ 1965 ଠାରୁ ଏପ୍ରିଲ 1, 2004 ମଧ୍ୟରେ ହୋଇଥିବା ଉଚିତ। ଏପଟେ ପୂର୍ବରୁ 18,000 ଟଙ୍କାର ବୃତ୍ତି ପାଉଥିଲେ ସୁଭଦ୍ରା ପାଇଁ ଅଯୋଗ୍ୟ ହେବେ ଛାତ୍ରୀ ବୋଲି ଘୋଷଣା କରିଥିଲେ ସରକାର। କୌଣସି ଛାତ୍ରୀଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ 18,000 କିମ୍ବା ଏହାଠାରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ମିଳୁଛି କି? ଯଦି ଆପଣ ଏପରି ସରକାରୀ ସହାୟତା ପାଉଥିବେ ତେବେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିବେ। ଧନ୍ୟବାଦ।